ସୁବଳପୁର ନାମକ ଏକ ସହରତଳି ଅଞ୍ଚଳ। ସେହି ଅଞ୍ଚଳରେ ରହୁଥାନ୍ତି ଜଣେ ଭଦ୍ର ବ୍ୟକ୍ତି। ନାଁ ତାଙ୍କର ଦୀନା ଦାସ। ଠିକ୍ ତାଙ୍କ ଘର ସାମ୍ନାରେ ରହନ୍ତି ପଡ଼ୋଶୀ ମଧୁ ସାହୁ। ମଧୁ ସାହୁ ପେଶାରେ ଜଣେ ବଣିଆ ସୁନା ଦୋକାନୀ। ସେ ପ୍ରତ୍ୟେକ ଦିନ ତାଙ୍କ ଦୋକାନରୁ ଘରକୁ ସୁନା ଆଣନ୍ତି ଓ ପୁଣି ସକାଳେ ଦୋକାନକୁ ସୁନା ନେଇ ଯାଆନ୍ତି। ଏକଥା ଗ୍ରାମରକ୍ଷୀ ଚୌକିଦାର ସନା ସବୁଦିନ ନଜର କରେ। ଦିନେ ସନା ମନରେ ଗୋଟିଏ କୁବୁଦ୍ଧି ଜୁଟିଲା। ସେ ତା ଭାଗ୍ୟ ବଦଳେଇବା ପାଇଁ ମଧୁ ସାହୁ ଘରେ ପଶି ସୁନା ହଡ଼ପ କରିବାକୁ ଚାହିଁଲା ଓ ସୁଯୋଗ ଦେଖି ରାତିରେ ମଧୁ ସାହୁ ଘରେ ମଧ୍ୟ ପଶିଲା। ସୁନା ଗଣ୍ଠିଳି ଧରି ଆସୁଥିବା ବେଳେ ମଧୁ ସାହୁ ଦେଖିନେଲା ଓ ତାକୁ ବିରୋଧ କଲା। ସନା ବାଧ୍ୟ ହୋଇ ମଧୁ ସାହୁ ମୁଣ୍ଡରେ ଗୋଟିଏ ଶକ୍ତ ପାହାର ଦେଲା। ମଧୁ ସାହୁ ସେଇଠି ପଡ଼ି ମରିଗଲା ଓ ସନା ସୁନା ଗଣ୍ଠିଳି ଧରି ଆସୁଥିବା ବେଳେ ଦୀନା ଦାସ ରାତିରେ ପରିସ୍ରା ଉଠିଥିଲେ। ସେ ଚୌକିଦାରକୁ ଧରିନେଲେ ଓ ତାଗିଦ କଲେ ଯେ ତୁ ଏ ଗଣ୍ଠିଳି ଧରି କୁଆଡ଼େ ଯାଉଛୁ? ୟାକୁ କେଉଁଠୁ ଆଣିଲୁ? ସନା ରକ୍ତମୁଖା ହେଇଥାଏ। ତେଣୁ ସେ ଦୀନା ଦାସକୁ କହିଲା, ତୁ ଏ ସୁନାରୁ କିଛି ନେ ଆଉ ଘରକୁ ଯା, ନଚେତ୍ ତୋ ମୁଣ୍ଡରେ ସବୁ ଅଠା ବୋଳିଦେବି। ଦୀନା ଦାସ କହିଲେ, ମୁଁ ତୋ ପରି ଚୋର ନୁହଁ, ପରଧନ ମୁଁ କାହିଁକି ନେବି? ସନା କହିଲା, ଭଲରେ ଭଲରେ ମୋତେ ଛାଡ଼, ଆଉ ଏ କଥା କାହାରିକୁ ବି କହିବୁନି। ହେଲେ ଦୀନା ଦାସ ତାର କୌଣସି ସର୍ତ୍ତରେ ରାଜି ହେଲେ ନାହିଁ। ତେଣୁ ସନା ଗଣ୍ଠିଳିଟେ ତଳେ ଥୋଇଦେଇ ଜୋରରେ ହୁଇସିଲ୍ ମାରିଲା। ହୁଇସିଲ୍ର ଶବ୍ଦ ଶୁଣି ସାରା ଗାଁ ଲୋକେ ସେଠି ଆସି ରୁଣ୍ଡ ହେଲେ। ଚୌକିଦାର ସମସ୍ତଙ୍କୁ ହାଲ୍ଲା କରି କହିଲା, ଏ ଦୀନା ଦାସ ବଣିଆ ଘରୁ ଗଣ୍ଠିଳି ନେଇ ଚାଲି ଯାଉଥିଲା, ମୁଁ ୟାକୁ ଧରିଛି। ଗାଁ ଲୋକେ ବଣିଆ ମଧୁ ସାହୁ ଘରେ ଦେଖନ୍ତି ତ ମଧୁ ସାହୁ ମରି ପଡ଼ିଛି। ଚୌକିଦାର କଥାକୁ ସତ ମାନିନେଲେ ଓ ଦୀନା ଦାସଙ୍କର କୌଣସି କଥା ଶୁଣିଲେ ନାହିଁ। ଶେଷରେ ଦୀନା ଦାସଙ୍କୁ କୋର୍ଟରେ ହାଜର କଲେ। ବିଚାରପତିଙ୍କ ସାମ୍ନାରେ ଦୀନା ଦାସ ସବୁ ସତ କଥା କହିଲେ। ମୁଁ ମଧୁ ସାହୁକୁ ମାରି ନାହିଁ, ଏ ଚୌକିଦାର ମାରିଛି ଓ ତା ଘରୁ ସୁନା ଚୋରି କରିଛି। ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବାରୁ ଦୀନା ଦାସ ହାରିଗଲେ ଓ ଚୌକିଦାର ସେହି କେସ୍ ଜିତିଗଲେ। ଶେଷକୁ ଦୀନା ଦାସଙ୍କୁ ଫାଶୀ ଆଦେଶ ଶୁଣାଣି ହେଲା। ଏହି ଆଦେଶ ଶୁଣିବା ପରେ ଦୀନା ଦାସ ଚିତ୍କାର କରି ଉଠିଲେ। ତାଙ୍କ ମୁହଁରୁ ବାହାରି ପଡ଼ିଲା, ଏ ଅନ୍ୟାୟ, ଏ ଘୋର ଅନ୍ୟାୟ, ଏ ଅନ୍ଧ କାନୁନ। ଏଠି ନ୍ୟାୟ ନାହିଁ। ଭଗବାନଙ୍କ ଦରବାରରେ ନ୍ୟାୟ ବୋଲି କିଛି ନାହିଁ। ମୁଁ ଦୋଷ କରିନାହିଁ, ଅଥଚ ମୋତେ ଦଣ୍ଡ ମିଳୁଛି, କିନ୍ତୁ ଯିଏ ମାରିଛି ସେ ନିର୍ଦ୍ଦୋଷରେ ମୁକ୍ତ। ଏକଥା ବିଚାରପତିଙ୍କ ଉପରେ ଖୁବ୍ ପ୍ରଭାବ ପଡ଼ିଲା। ସେ ଭାବିଲେ ବାସ୍ତବରେ କିଛି ଅନ୍ୟାୟ ହେଉଛି, ନଚେତ୍ ଏ ଲୋକ ତା ଗଳା ଫାଡ଼ି ଏମିତି ଚିତ୍କାର କରିନଥାନ୍ତା। ତା ଛଡ଼ା ବିଚାରପତି ପ୍ରଥମ ଦିନରୁ ହିଁ ସତ କ'ଣ ମିଛ କ'ଣ, ଦୋଷୀ କିଏ ନିର୍ଦ୍ଦୋଷ କିଏ ଜାଣିପାରିଥାନ୍ତି। କିନ୍ତୁ ପ୍ରକୃତ ସାକ୍ଷ୍ୟ ପ୍ରମାଣକୁ ନେଇ ତ ସରକାରୀ ଦପ୍ତର ଚାଲେ। ଏଣୁ ସେ ବା କ'ଣ କରିପାରିବେ? ତଥାପି ସେ ତାଙ୍କ ନିଜ ଆଡ଼ୁ ଏକଥାର ପ୍ରକୃତ ତଦନ୍ତ ପାଇଁ ଯୋଜନାଟିଏ କଲେ। ଯୋଜନା ଅନୁସାରେ ସକାଳ ହେବା ମାତ୍ରେ ଜଣେ ଲୋକ କାନ୍ଦି କାନ୍ଦି ଆସି କହିଲା, ଆଜ୍ଞା, ମୋ ଭାଇକୁ କିଏ ମାରିଦେଇଛି, ଏହାର ତଦନ୍ତ କରାଯାଉ। ବିଚାରପତି ସେହି ଚୌକିଦାର ଓ ଦୀନା ଦାସଙ୍କୁ ସେହି ଶବ ଆଣିବାକୁ ପଠାଇଲେ। ଦୁହେଁ ଦେଖିଲେ ଶବଟି ଗୋଟେ ଶଗଡ଼ିରେ ପଡ଼ିଛି। ସେମାନେ ସେହି ଶଗଡ଼ିକୁ ଗଡ଼େଇ ଗଡ଼େଇ ଚାଲିଲେ। ବାଟରେ ଯାଉ ଯାଉ ଚୌକିଦାର ଦୀନା ଦାସଙ୍କୁ କହିଲା, ଦେଖିଲୁ, ଯଦି ସେଦିନ ତୁ ମୋ କଥା ମାନିଥାନ୍ତୁ ସୁନା ମିଳିଥାନ୍ତା, ଫାଶୀଦଣ୍ଡ ନୁହଁ। ଦୀନା ଦାସ କହିଲେ, ମୁଁ ମୋ ନିଜର କର୍ତ୍ତବ୍ୟ କରିଥିଲି। ଫାଶୀଦଣ୍ଡ ହେଲା ତ ହେଲା, ଭଗବାନଙ୍କ ଦରବାରରେ ନ୍ୟାୟ ନାହିଁ। ହତ୍ୟା କଲୁ ତୁ, ହେଲେ ଫାଶୀରେ ଝୁଲିବି ମୁଁ। ଯୋଜନା ମୁତାବକ ଶଗଡ଼ିରେ ମଲା ପରି ପଡ଼ିଥିବା ଲୋକଟି ଏମାନଙ୍କ କଥା ସବୁ ଶୁଣୁଥିଲା। ବିଚାରପତିଙ୍କ ଆଗରେ ଯେତେବେଳେ ଶଗଡ଼ିଟେ ରଖିଦିଆଗଲା, କପଡ଼ା କାଢ଼ି ଜଣେ ସରକାରୀ ଓକିଲ ଝାଡ଼ିଝୁଡ଼ି ହୋଇ ଠିଆ ହେଲେ। ଚୌକିଦାର ଓ ଦୀନା ଦାସଙ୍କ ଭିତରେ ହେଇଥିବା ସମସ୍ତ ବାର୍ତ୍ତାଳାପ ବିଚାରପତିଙ୍କୁ କହିଲେ। ବିଚାରପତି ଆଶ୍ଚର୍ଯ୍ୟ ହେଲେ। ଚୌକିଦାର ମଧ୍ୟ ବୋକା ପାଲଟିଗଲା। ଶେଷରେ ବିଚାରପତି ଚୌକିଦାରକୁ ମଧୁ ସାହୁର ପ୍ରକୃତ ହତ୍ୟାକାରୀ ବୋଲି ଘୋଷଣା କରି ଫାଶୀଦଣ୍ଡରେ ଦଣ୍ଡିତ କଲେ ଓ ଦୀନା ଦାସଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ। ଏଣୁ ପିଲାମାନେ, ସତ କେବେ ବି ଲୁଚି ରହେନା। ତେଣୁ କଥାରେ ଅଛି,
ସତ କି ରହିବ ଅଣ୍ଟିରେ କି ଭଲା, ଅଣ୍ଟିରେ କି ଲୁଚେ ନିଆଁ, ସତ ଆବରଣ ଫୁଟିକି ଉଠିବ ବିସ୍ମିତ କରି ଦୁନିଆ।